ଭାଇମାନେ ଚାଲନ୍ତୁ ଗୋଟେ ଭଲ ଜିନିଷ ଦେଖେଇବି। ଦେଖନ୍ତୁ ରାତି 2ଟା ହେଲାଣି, ଭାଇ କାର୍ଯ୍ୟରେ ସେମିତି ବସିଛନ୍ତି, ସମେତ ଶୋଇପଡ଼ିଲେଣି, ଇଏ କାର୍ଯ୍ୟରେ ବ୍ୟସ୍ତ। ଭାଇ ରାତି 2ଟା ହେଲାଣି, ଶୋଇନ କ'ଣ ପାଇଁ? ଭାଇ ଗୋଟେ ଜିନିଷ ଜାଣିଥିବ କି ଦେଖ ଲାଇଟ୍ ଲାଗିଛି, ସେଟଅପ୍ ଲାଗିଛି, ଆଜ୍ଞା। ରାତି 2ଟା ହେଲାଣି, ଶୋଇନି କାହିଁ ଜାଣିଛ? ଯେତେବେଳେ ଆମେ କହୁଛେ ମାନେ ବହି ଶିକ୍ଷା ଦିଏ ସେତେବେଳେ ଆମକୁ ନିଦ ଆସେ, ଆଉ ଯେତେବେଳେ ଜୀବନ ଶିକ୍ଷା ଦିଏ ସେତେବେଳେ ଆମର ନିଦ ହଜିଯାଏ। ଭାଇ ଭିଡ଼ିଓ ଏଡିଟିଂ ହଉଛି ଏଇଖିନା, ଆଉ ଭିଡ଼ିଓ ପଡ଼ିବ, ସେଥିପାଇଁ ମାନେ ସବୁବେଳେ ଆଜ୍ଞା କାର୍ଯ୍ୟ ବ୍ୟସ୍ତ। ଆଉ ଏଇଠି ମୁଁ ସମସ୍ତଙ୍କୁ ଗୋଟେ କଥା କହି, ଆପଣମାନେ ଭାବୁଥିବେ ଯେ ମୁଁ ଫ୍ରି ଥାଏ କି କ'ଣ ଥାଏ, ସେମିତି ନୁହେଁ। ରାତି 2ଟା ଆସି ହେଇଗଲାଣି, ଏବେ ବି ମୁଁ କାମ କରୁଛି, ଆଉ ଭିଡ଼ିଓ ବହୁତ ଥିଲା ଏଡ଼ିଟିଂ କରିବା, ତାକୁ କରୁଛି। ଏମିତି ତ ଆଜ୍ଞା ସୁଖ ଦୁଃଖ ଲାଇଫଟା। ଆଉ ଚାଲିଛି ତ ଚାଲିଛି ଏମିତି। ଗୋଟେ ଛୋଟ ଷ୍ଟୋରିଟେ ଭାବୁଥିଲି, ତାର ପୁଣି ମନେ ପଡ଼ୁନି, ଆଉ ଥରେ ମନେ ପକେଇ ସେଟା କରୁଛି, ଏମିତିଆ ଜିନିଷ। ଆଉ କ'ଣ କରିବି, ଏଇ ତ ଜୀବନ। ଯେ ପର୍ଯ୍ୟନ୍ତ ତମେ ପଇସା ଥବ କର୍ମ କରିବ ସାଥ ଦେବେ, ଆଉ ଯେବେଠୁ ତମର ପଇସା ନାହିଁ କର୍ମ ନାହିଁ ସେବେ ତୁମର କେହି ନୁହଁ। ନିଛକ ଦୁନିଆ, ଏଇଠି ହେଉଛି ଜିନିଷ। ଆଉ କ'ଣ କରିବା, ନିଦ ବହୁତ ଆସିଲେ ଭାଇ ରଖିଦିଅ। ଭାଇର ମୋର କାହାଣୀ ହେଉଛି ଏଇଆ ନାଇଁ।